टका तू एठी कौन करूछु किंतु मु देखिली तू कौन गुटे तो पॉकेट रे पुरेलु कहीं देखिवा अरे देखा देखेबु ना नहीं देखा देखा टका ए हारटा तू कौठु पाइलु चुप मेंचड़ टका चोरी करी कहूँ कौन ना एटी पड़ी थिला एटा कौन खेलिबा जिनिस चौटी नहीं सेठी पड़ी थिबा क चोरी करी कहूँ का ना काढ़ी छु अबे तोर एड़े साहस तू मो घरे पशी मो हार चोरी करू ते दौची रह ए देख तो अवस्था में कौन कर अरे मो पुओ तुमर की दोष करिचे ताकू कंदे मारुच हाँ सब जानी गलु आउ पछार नु तो पोटा को पछार ए हार से कोठू पाइला नहीं तमे मिछ कहउछ मो पुओ के चोरी करी पारिबो दे चोरी करिबनी ताहले तो पुओ को पछार ता पॉकेट रे हारटा केमिते आसिला सुनिले तो कौन कहूचे हमें गरीब हो पारो किंतु चोरी करवा हव्यास किसी न बुझी न सुझी निर्दोष पिलाट को मारुथिल कहीं छाड़ी देवी आउ आज तुम मापो को मारी मारी जीवन मारी देवी ए देखो मु तुम अवस्था कौन करुछि कौन चलती मार चुका की हाँ छाड़ी देवी ए माँ पुओ मिसिकी मोहार चोरी करुथिले नहीं बाबू मो पुओ हार चोरी करेने एठी पड़ीला तेणु से काढ़ीचे सामान्य हार पाई ये छोट पिला को एमती भाव में मारुछ अरे कहीं कौन कहिला नहीं नहीं तमे कौन कहिला एटा सामान्य हार एटा तमे मते देइन एटा मु बाप घर रु आनी छी ओ मु जानी छी से माने केबे एमिति काम करि परिबेनी एथे टंकार गहना पिंदु जदी ताखु रखिबा जानी न निजे भूल करी अन्य को मार थकाई की कौन कहिला नहीं 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 कौन कहिला मु भूल करी छी एबे मते दस दे
ତା ସପକ୍ଷରେ କଥାବାର୍ତ୍ତା କରୁଛ? ହଁ, ତାହେଲେ ମୁଁ ଜାଣିଗଲି। ମତେ ଲାଗୁଛି ଇଏ ବୋଧେ ତମର ରକ୍ଷିତା। ମୁଁ ସବାଳି କଥାବାର୍ତ୍ତା କର କହୁଛି। ଜଗନ, ଏଇ ଅଲକ୍ଷଣୀ ପାଇଁ ତମେ ମତେ ଥାପଡ଼ ମାରିଲ। ସତ କଥାଟା କହିଦେଲେ ବାଧି ଯାଉଛି। ଆଉ ସତଟା କଣ ମୁଁ ନିଶ୍ଚୟ ଦେଖେଇ ଦେବି। ଆରେ ଯା ଦେଖା। ଆଉ ତମ ମାନଙ୍କ ଲାଗି ମୁଁ ଆଜି ଥାପଡ଼ ମାଡ଼ ଖାଇଛି, ତମକୁ ବି ଦେଖିଦେବି। ହଁ, ମୁଁ ତୁମର କି ଦୋଷ କରିଥିଲି ବାବୁ? କାହିଁକି ମୋତେ ଛାଡ଼ି ଦେଇ ଚାଲି ଆସିଲା? କାହିଁକି ମୋତେ ଏତେ ବଡ଼ ଶାସ୍ତି ଦେଲା? କଣ କରିଥାନ୍ତି ମୁଁ? ଏପଟେ ଆସି ଦେଖିଲା ବେଳକୁ ବାପା ମା ପୁଷ୍ପା ସହିତ ମୋର ବାହାଘର ଠିକ କରି ସାରିଥିଲେ। କେତେ ଚେଷ୍ଟା କରିବି, ସେମାନେ ମୋ କଥା ଶୁଣିଲେନି। ଏଇଟା ମୋର ଭୁଲ ଥିଲା। କିନ୍ତୁ ତୁ କଣ କଲୁ? ମତେ ଭଲ ପାଇ ତୁ ମୋ ସାନ ଭାଇକୁ ନିଜର କରିପାରିଲୁ କେମିତି? ନାହିଁ ବାବୁ, ନାହିଁ, ତମେ ଭୁଲ କହୁଛ। ମୁଁ ଗର୍ଭବତୀ ହେବାରୁ ଗାଁ ଲୋକ ମତେ ତଡ଼ିଦେଲେ। ଆଉ ତୁମକୁ ଖୋଜିବା ବେଳେ ଜୀବନ ବାବୁ ଦେଖା ହେଇ ସେ ମତେ ଏ ଘରକୁ ନେଇ ଆସିଲେ। ଆଉ ଘର ଲୋକ ନ ଜାଣିବା ପାଇଁ ସେ ମତେ ନିଜ ସ୍ତ୍ରୀ ବୋଲି କହୁଛନ୍ତି। କିନ୍ତୁ ବାବୁ, ସେ ମତେ ନା ନିଜ ମା ପରି ମାନୁଛନ୍ତି। ମିଛ କଥା। ଆରେ ଏ ଘରେ ଆସି ତୁ 5 ବର୍ଷ ହେଇଗଲା, ମାନେ ସମସ୍ତେ ଜାଣିଛନ୍ତି ଯେ ତୁ ଜୀବନକୁ ବାହା ହେଇଛୁ ବୋଲି। ମାନେ ଏସବୁ କଥା ଜାଣି ଜାଣି କେମିତି ମୁଁ ତୋତେ ସ୍ତ୍ରୀର ଅଧିକାର ଦେବି? ନାହିଁ ବାବୁ, ନାହିଁ, ତୁମେ ସେମିତି କୁହନି। କେତେ ଆଶା ନେଇ ମୁଁ ତୁମ ପାଖକୁ ଆସିଛି। ତୁମେ ଯଦି ମନା କରିଦେବ ତାହେଲେ ମୁଁ ମରିଯିବି। ମୋ ପୁଅଟା ଅନାଥ ହେଇଯିବ ବାପ। ମୁଁ ଚାଲିଗଲେ ଚାଲିଯିବି, କିନ୍ତୁ ମୋ ପୁଅକୁ ନିଜର ପୁଅ ବୋଲି ଗ୍ରହଣ କର। ଏଇଟା ଅସମ୍ଭବ। ତା କେବେ ବି ହେଇପାରିବନି। ତୁ ଜୀବନ ସହିତ 5 ବର୍ଷ ବିତେଇ ସାରିଛୁ, ମାନେ ଜୀବନକୁ କହ ସେ ତ ପୁଅକୁ ବାପାର ପରିଚୟ ଦବ। ମୁଁ ନୁହେଁ, ମୁଁ ଆସୁଛି। ସେ ହଉଛନ୍ତି ତୋ ବାପା। ସେ ମୋ ବାପା ହେଲେ ମତେ କାହିଁକି ମତେ ପୁଅ ବୋଲି ଡାକୁନାହାନ୍ତି? ତାଙ୍କ ଆଖିରେ ମିଛର ହଣ୍ଡ ପଟଳି ବନ୍ଧା ହେଇଛି, ତେଣୁ ସେ କିଛି ଦେଖି ପାରୁନାହାନ୍ତି। ଆଉ ଯୋଉଦିନ ସେ ଦେଖିବେ ସେଦିନ ନିଶ୍ଚୟ ମୋ ପୁଅ ବୋଲି ଗ୍ରହଣ କରିବେ। ନିଶ୍ଚୟ। ଚାଲ ଯିବା।